ଓଡ଼ିଶାର କେଉଁ ହ୍ରଦ ଅସ୍ପକ୍ଷୁରାକୃତି ହ୍ରଦ ଅଟେ? ଅଂଶୁପା ହ୍ରଦ, ଅଂଶୁପା ଲେକ୍। ଓଡ଼ିଶାର ଅଂଶୁପା ହ୍ରଦ ଅସ୍ପକ୍ଷୁରାକୃତି ହ୍ରଦ ଅଟେ। ବରେହିପାଣି ଜଳପ୍ରପାତ କେଉଁ ନଦୀରେ ଅବସ୍ଥିତ? ବୁଢ଼ାବଲଙ୍ଗ। ବରେହିପାଣି ଜଳପ୍ରପାତ ବୁଢ଼ାବଲଙ୍ଗ ନଦୀରେ ଅବସ୍ଥିତ। 3 ନମ୍ବର ପ୍ରଶ୍ନ, ମହାନଦୀ କେଉଁଠାରୁ ବାହାରିଛି? ଅମରକଣ୍ଟକ ମାଳଭୂମି। ଅମରକଣ୍ଟକ ପ୍ଲେଟିୟ। ମହାନଦୀ ଅମରକଣ୍ଟକ ମାଳଭୂମିରୁ ବାହାରିଛି। ଖରସୁଆଁ କାହାର ଶାଖା ନଦୀ ଅଟେ? ଉତ୍ତର ହୋଇଯିବ ବ୍ରାହ୍ମଣୀ। ଖରସୁଆଁ ବ୍ରାହ୍ମଣୀ ନଦୀର ଶାଖା ନଦୀ ଅଟେ। ମାଛକୁଣ୍ଡ ନଦୀର ଅନ୍ୟ ନାମ କ'ଣ? ଉତ୍ତର ସିଲେରୁ। ମାଛକୁଣ୍ଡ ନଦୀର ଅନ୍ୟ ନାମ ହେଉଛି ସିଲେରୁ। ଓଡ଼ିଶାର କେଉଁଠାରେ ନୌଚାଳନା ତାଲିମ କେନ୍ଦ୍ର ରହିଛି? ଉତ୍ତର ଚିଲିକା। ଓଡ଼ିଶାର ଚିଲିକାଠାରେ ନୌଚାଳନା ତାଲିମ କେନ୍ଦ୍ର ରହିଛି। ଓଡ଼ିଶାର କେଉଁଠାରେ ହାତୀ ଅଭୟାରଣ୍ୟ ଅବସ୍ଥିତ? ଉତ୍ତର ଚନ୍ଦକା। ଓଡ଼ିଶାର ଚନ୍ଦକାଠାରେ ହାତୀ ଅଭୟାରଣ୍ୟ ଅବସ୍ଥିତ। ଓଡ଼ିଶାର କେଉଁଠାରେ ପକ୍ଷୀ ଅଭୟାରଣ୍ୟ ଅବସ୍ଥିତ? ଉତ୍ତର ଚିଲିକା। ଓଡ଼ିଶାର ଚିଲିକାଠାରେ ପକ୍ଷୀ ଅଭୟାରଣ୍ୟ ଅବସ୍ଥିତ। ଓଡ଼ିଶାର କେଉଁଠାରେ କୁମ୍ଭୀର ସଂରକ୍ଷଣ ଯୋଜନା କରାଯାଇଛି? ଉତ୍ତର ଭିତରକନିକା। ଓଡ଼ିଶାର ଭିତରକନିକାଠାରେ କୁମ୍ଭୀର ସଂରକ୍ଷଣ ଯୋଜନା କରାଯାଇଛି। ମହାନଦୀ କେଉଁଠାରେ ବଙ୍ଗୋପସାଗରରେ ପଡ଼ିଛି? ଉତ୍ତର ବତୀଘର ପାରାଦ୍ୱୀପ। ମହାନଦୀ ବତୀଘର ପାରାଦ୍ୱୀପ ଠାରେ ବଙ୍ଗୋପସାଗରରେ ପଡ଼ିଛି। ପରବର୍ତ୍ତୀ ପ୍ରଶ୍ନ, ମହାନଦୀ ଓଡ଼ିଶାରେ କେଉଁଠାରେ ପ୍ରବେଶ କରିଛି? ଉତ୍ତର ସରାଇପାଲି, ସମ୍ବଲପୁର। ମହାନଦୀ ଓଡ଼ିଶାରେ ସରାଇପାଲି, ସମ୍ବଲପୁରଠାରେ ପ୍ରବେଶ କରିଛି। ତାଳଚେର କେଉଁ ନଦୀ କୂଳରେ ଅବସ୍ଥିତ? ସଠିକ ଉତ୍ତର ହୋଇଯିବ ବ୍ରାହ୍ମଣୀ। ତାଳଚେର ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ। ଓଡ଼ିଶାର କେଉଁଠାରେ ଭାରୀ ଜଳ କାରଖାନା ଅଛି? ଉତ୍ତର ତାଳଚେର। ଓଡ଼ିଶାର ତାଳଚେରଠାରେ ଭାରୀ ଜଳ କାରଖାନା ଅଛି। ଅନୁଗୁଳରେ କେଉଁ କାରଖାନା ପ୍ରତିଷ୍ଠା କରାଯାଇଛି? ଉତ୍ତର ଆଲୁମିନିୟମ। ଅନୁଗୁଳରେ ଆଲୁମିନିୟମ କାରଖାନା ପ୍ରତିଷ୍ଠା କରାଯାଇଛି।